ଆରେ ପିଲାମାନେ ସକାଳ ହେଇଗଲା, ଜଲ୍ଦି ଉଠ, ଏକ୍ସରସାଇଜ କରିବାକୁ ଯିବାର ସମୟ ହେଇଗଲାଣି। ଠିକ ଅଛି ମା, ମୁଁ ଉଠିଗଲି, ମୁଁ ତୁମ ସାଙ୍ଗରେ ଯିବି। ଆରେ ମା ମୁନି, ତୁ ବି ଉଠୁ, ସକାଳୁ ଏକ୍ସରସାଇଜ କରିବା ଦେହ ପାଇଁ ଭଲ, ତୁ ବି ଆମ ସାଙ୍ଗରେ ଆସେ। ମା ଆଜି ମୋର ମନ ହେଉନି, ଦିଦି ଆଉ ତୁମେ ଯାଅ, ମୁଁ ଆଉ ଟିକେ ଶୋଇବି। ଆରେ ମା ସବୁଦିନ ଏମିତି ଅଳସୁଆ ହେବା ଠିକ ନୁହଁ, ଦେହ ସୁସ୍ଥ ରହିଲେ ତ ମନ ବି ଖୁସି ରହିବ। ହଁ ମୁନି, ମା ଠିକ କହୁଛନ୍ତି, ତୁ ବି ଆମ ସାଙ୍ଗରେ ଚାଲେ, ଆମେ ସାଙ୍ଗ ହିଁ ଏକ୍ସରସାଇଜ କରିବା। ନାଇଁ ଦିଦି, ମତେ ବିରକ୍ତ କରନା, ତୁ ଆଉ ମା ଯାଅ, ମୁଁ ଆଉ ଟିକେ ଶୋଇବି। ଠିକ ଅଛି ମୁନି, ଆଜି ସିନା ତୁ ଗଲୁନି, ହେଲେ ଗୋଟେ କଥା ମନେ ରଖିବୁ, ସୁସ୍ଥ ସ୍ୱାସ୍ଥ୍ୟ ହିଁ ସବୁଠାରୁ ବଡ଼ ଧନ। ତାପରେ ମା ଚଢ଼େଇ ଆଉ ତାର ବଡ଼ ଝିଅ ବଗିଚାକୁ ଗଲେ ଆଉ ଏକ୍ସରସାଇଜ କଲେ। ମୁନି ବହୁତ ଅଳସୁଆ ଥିଲା, ସେ ତା ମାର କଥା କେବେ ବି ମାନୁ ନଥିଲା। ମା ଆଜିର ଖାଇବା ବହୁତ ସ୍ୱାଦିଷ୍ଟ ହେଇଛି। ହଁ, ଘରର ଖାଇବା ଦେହ ପାଇଁ ଖୁବ ଭଲ ହେଇଥାଏ, ସେଥିପାଇଁ ମୁଁ ତମମାନଙ୍କ ପାଇଁ ଖାଇବା ତିଆରି କରିଛି। କିନ୍ତୁ ମା ମତେ ତ ସିଙ୍ଗଡ଼ା ଆଉ ଗୁପଚୁପ ଖାଇବାକୁ ବହୁତ ଭଲ ଲାଗେ, ଘର ଖାଇବା ଜମା ସ୍ୱାଦିଷ୍ଟ ନୁହଁ। ଆରେ ମା ତୋର ଯଦି ମନ ହୁଏ କେବେ କେବେ ତୁ ସେ ଖାଇବା ଖାଇପାରିବୁ, କିନ୍ତୁ ସବୁଦିନ ବାହାରର ଖାଇବା ଦେହ ପାଇଁ ଭଲ ନୁହଁ। ମା ମୋର କିଛି ବି ହେବନି, ତୁମେ ଚିନ୍ତା କରନି, ଆମ ସ୍କୁଲ ସମୟ ହେଇଗଲାଣି, ଆମେ ବି ସ୍କୁଲ ଯାଉଛୁ। ମା ଠିକ ଅଛି ପିଲାମାନେ, ଯାଅ ସାବଧାନରେ ଯିବ। ଏମିତି ଦୁଇ ଛୁଆ ସ୍କୁଲକୁ ଗଲେ। ସ୍କୁଲ ଛୁଟି ହେବା ପରେ ସେମାନେ ଘରକୁ ଫେରୁଥିଲେ, ସେତେବେଳେ ଆରେ ଦିଦି ଦେଖ ଦେଖ, ଅଙ୍କଲ ଗରମ ଗରମ ସିଙ୍ଗଡ଼ା ଛାଣୁଛନ୍ତି, ଚାଲନା ଖାଇକି ଆସିବା। ଆରେ ଭଉଣୀ, ଏ ସବୁ ଖାଇବା ଦେହ ପାଇଁ ଭଲ ନୁହଁ, ମା ଆମ ପାଇଁ ଘରେ ଖାଇବା ତିଆରି କରି ରଖିଥିବେ, ଚାଲ ଘରକୁ ଯିବା। ଦିଦି ତୁ ଘରକୁ ଯା, ମୁଁ ଖାଲି ଗୋଟେ ଖାଇକି ଯିବି। ଆଚ୍ଛା ହଉ, ହେଲେ ଶୀଘ୍ର ଘରକୁ ଆସିବୁ, ନହେଲେ ମା ତୋ ପାଇଁ ବ୍ୟସ୍ତ ହେବେ। ଏମିତି ପ୍ରତିଦିନ ମୁନି ଚଢ଼େଇ କିଛି ନା କିଛି ବାହାନା କରି ବାହାରର ଖାଇବା ଖାଉଥିଲା। ଗୋଟେ ଦିନ, ଆରେ ସାଙ୍ଗ, ତୁ ଆଜି ବି ଗୁପଚୁପ ଖାଉଛୁ, ଏକଥା ଜାଣିଲି ନା ତୋ ମା ତତେ ନିଶ୍ଚୟ ରାଗିବେ। ଓହୋ, ମା ଜାଣିଲେ ସିନା ମତେ ରାଗିବେ, ମୁଁ ବାହାରେ ଖାଏ ବୋଲି ମାଙ୍କୁ କେବେ ବି କୁହେନି, ମତେ ବାହାରର ଖାଇବା ବହୁତ ଭଲ ଲାଗେ, ମୁଁ ତ ଦିନ ରାତି ଏସବୁ ହିଁ ଖାଏ। ମୋ ଖାଇବା ସରିଲା, ଚାଲ ଘରକୁ ଯିବା। ମୁନି ନିଜ ଜିଦ୍ ଉପରେ ଭାରି ଗର୍ବ କରୁଥିଲା, ସେ ଭାବୁଥିଲା ମା କଥା ନ ମାନିଲେ ତାର କୌଣସି ଅସୁବିଧା ହେବନି। ଆରେ ମା ଆଜି ସ୍କୁଲରୁ ଫେରୁ ଫେରୁ ଏତେ ଡେରି କରିଦେଲୁ କାହିଁକି? ମା ଇଏ ମାନେ ଆଗକୁ ଆମ ପରୀକ୍ଷା, ସାଙ୍ଗମାନଙ୍କ ସହ ମୁଁ ସେ ବିଷୟରେ କଥା ହେଉ ହେଉ ଡେରି ହେଇଗଲା। ଆଚ୍ଛା ଠିକ ଅଛି ରେ ମା, ତୁ ହାତ ମୁହଁ ଧୋଇ ହେ, ମୁଁ ଖାଇବା ବାଢୁଛି। ନାଇଁ ମା, ମତେ ଏବେ ଭୋକ ଲାଗୁନି, ମୁଁ ଆଉ କିଛି ସମୟ ପରେ ଖାଇବି। ତୁ ତ କିଛି ବି ଖାଇ ନଥିବୁ, ତାହେଲେ ତତେ ଭୋକ ଲାଗୁନି କାହିଁକି? ତୁ ନିଶ୍ଚୟ ଆଜି ବି ବାହାରୁ କିଛି ଖାଇଛୁ ନା? ନାଇଁ ନାଇଁ ମା, ମୁଁ ସତ କହୁଛି, ମୁଁ ବାହାରୁ କିଛି ବି ଖାଇନି। ମୁନି ମିଛ କହି ଘର ଭିତରକୁ ଚାଲିଗଲା, ହେଲେ ସେ ଜାଣିନଥିଲା ତାର ସେଇ ମିଛ ତାକୁ ଗୋଟେ ବଡ଼ ଉଚିତ ଶିକ୍ଷା ଦେବ। ପରଦିନ ସକାଳେ ମୁନି ନିଜ ପେଟକୁ ଧରି ଜୋର ଜୋରରେ କାନ୍ଦୁଥିଲା। ମା ମା, ମୋ ପେଟ ବହୁତ କାଟୁଛି, ମା ମତେ ଭାରି କଷ୍ଟ ହେଉଛି। ତୁ ଟିକେ ଧୈର୍ଯ୍ୟ ଧର ମା, ମୁଁ ଏବେ ତତେ ଡାକ୍ତରଙ୍କ ପାଖକୁ ନେଇ ଯାଉଛି। ମା ମୁଁ ବି ତୁମ ସାଙ୍ଗରେ ଯିବି। ଆଚ୍ଛା ଠିକ ଅଛି ରେ ମା, ଆସ ମୋ ସାଙ୍ଗରେ। ତୁ କାଲି କ'ଣ ଖାଇଥିଲୁ? ତୁ ନିଶ୍ଚୟ ବାହାରର ଖାଇବା ବେଶୀ ଖାଉଥିବୁ, ସେଥିପାଇଁ ଆଜି ତ ପେଟ ଏମିତି ବଥା କରୁଛି। ମୁଁ କାଲି ଗୁପଚୁପ, ସିଙ୍ଗଡ଼ା ଆଉ ଚାଟ୍ ଖାଇଥିଲି। ଡକ୍ଟର ଅଙ୍କଲ, ମତେ ବାହାର ଖାଇବା ଖାଇବାକୁ ବହୁତ ଭଲ ଲାଗେ, ମୁଁ ସବୁଦିନ ବାହାର ଖାଇବା ଖାଏ। ବାହାରର ଖାଇବା ଯଦି ଭଲରେ ତିଆରି ହେଇ ନଥାଏ, ତେବେ ପେଟ ଇନଫେକ୍ସନ ହେବାର ସମ୍ଭାବନା ଥାଏ। ତୁ ପ୍ରତିଦିନ ବାହାରର ଖାଦ୍ୟ ଖାଇବା ଯୋଗୁଁ ଆଜି ଏମିତି ତୋର ପେଟ ବଥା ହେଉଛି। ଡକ୍ଟର ଅଙ୍କଲ, ଏବେ କ'ଣ ହେବ? ମତେ ଭାରି କଷ୍ଟ ହେଉଛି।
ମୋ ପେଟ ବଥାର ଔଷଧ ଲେଖିଦେଇଛି। ଦିନକୁ 2 ଥର ଖାଇବାକୁ ଦେବେ। ଆଜିଠୁ ତାର ବାହାରେ ଖାଇବା ବନ୍ଦ। ଘରେ ବନେଇକି ହାଲକା ତରଳ ଖାଦ୍ୟ ଖାଇବାକୁ ଦେବ। ଆଉ ଗୋଟେ କଥା ମନେ ରଖିବୁ, ଯୋଉ ଖାଦ୍ୟ ଆମ ପାଟିକୁ ସ୍ୱାଦିଷ୍ଟ ଲାଗେ ଜରୁରୀ ନୁହଁ ତାହା ଦେହ ପାଇଁ ଭଲ ହେଇଥିବ। ସବୁବେଳେ ପରିଷ୍କାର, ତାଜା ଆଉ ପୁଷ୍ଟିକର ଖାଦ୍ୟ ଖାଇବା ଅଭ୍ୟାସ କର। ସ୍ୱାସ୍ଥ୍ୟ ଭଲ ରହିଲେ ତୁ ଖୁସିରେ ରହିବା ସହ ପ୍ରତ୍ୟେକ କାମ କରିପାରିବୁ। ଆଜ୍ଞା ଡକ୍ଟର ଅଙ୍କଲ, ମୁଁ ଆପଣଙ୍କ କଥା ମନେ ରଖିବି। ମୁଁ ଆଉ ଦିନେ ବି ବାହାର ଖାଇବା ଖାଇବିନି। ମା ହାତ ରନ୍ଧା ପୁଷ୍ଟିକର ଖାଦ୍ୟ ଖାଇବି। ମା, ମତେ କ୍ଷମା କରିଦିଅ। ମୁଁ ତୁମ କଥା ମାନୁ ନଥିଲି, ତା ସହ ତୁମକୁ ମିଛ ବି କହୁଥିଲି। ଆଜି ମୁଁ ତାର ଶାସ୍ତି ପାଉଛି। ମୁଁ ତୋ ଉପରେ ରାଗିନି ରେ ମା। ତୁ ତ ଭୁଲ ବୁଝିପାରିଲୁ, ସେଇଟା ବଡ଼ କଥା। ତୁ ଶୀଘ୍ର ସୁସ୍ଥ ହେଇଯା, ଆମେ ଘରକୁ ଯିବା। ଏମିତି କିଛି ଦିନ ବିତିଗଲା। ମୁନି ଚଢ଼େଇ ସୁସ୍ଥ ହେଇଗଲା। ସେମାନେ ଘରକୁ ଫେରିଲେ। ମୁନି ଚଢ଼େଇ ନିଜ ଭୁଲ ବୁଝିପାରି ତା ଅଭ୍ୟାସ ବଦଳେଇଲା। ମା, ମୁଁ ଆଜି ଶୀଘ୍ର ଉଠିଗଲି। ଆଚ୍ଛା କହିଲୁ, ଆଜି ତୁ ଆମ ସାଙ୍ଗରେ ଏକ୍ସରସାଇଜ କରିବାକୁ ଯିବୁ କି ନାହିଁ? ହଁ ମା, ମୁଁ ଏବେ ସବୁଦିନ ଯିବି। ଆଉ ଦିଦି ସହ ମିଶି ଏକ୍ସରସାଇଜ କରିବି। ବହୁତ ବଢିଆ ମୁନି, ଏବେ ଆମେ 2 ଭଉଣୀ ମିଶି ସବୁଦିନ ଏକ୍ସରସାଇଜ କରିବା। ଆସ ଯିବା। ମା, ମୁଁ ଏବେ ବୁଝିପାରୁଛି। ତୁମେ ଯେତେବେଳେ ବି ମତେ ଗାଳି ଦିଅ, ମୋ ଭଲ ପାଇଁ ହିଁ ଗାଳି ଦିଅ। ହଁ, ମା ସବୁବେଳେ ତା ଛୁଆର ଭଲ ହିଁ ଚାହେଁ। ଯେତେବେଳେ ବି ବାପା ମା ତାଙ୍କ ଛୁଆକୁ କିଛି କଥା ପାଇଁ ମନା କରନ୍ତି, ଛୁଆର ଭଲ ପାଇଁ ହିଁ କୁହନ୍ତି। ସବୁ ପିଲାମାନଙ୍କୁ ଖରାପ ଅଭ୍ୟାସ ଛାଡ଼ି ତାଙ୍କ ବାପା ମାଙ୍କର କଥା ମାନିବା ଉଚିତ। ହଁ ମା, ଠିକ କହିଲ। ଆମେ ତୁମର ସବୁ କଥା ମାନିବୁ ଆଉ ଖୁସିରେ ରହିବୁ।